ଆମ ଦେଶ ସନାତନ ଧର୍ମ ସଂସ୍କୃତି ଉପରେ ପରିବେଷ୍ଟିତ। ଏହି ସନାତନ ଧର୍ମର ମୂଳ ଭିତ୍ତି ଆମ ଦେଶର ସାଧୁ ସନ୍ନ୍ୟାସୀ ସନ୍ଥ ମହାପୁରୁଷମାନଙ୍କୁ ନେଇ ଗଠିତ। ଏହି ସାଧୁ ସନ୍ନ୍ୟାସୀ ମହାପୁରୁଷମାନେ ସମାଜର କଲ୍ୟାଣ ପାଇଁ, ଜନସମାଜର ମଙ୍ଗଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇ ଅନେକ ସାଧନାରେ ଲିପ୍ତ ହୁଅନ୍ତି। ସାଧୁ ସନ୍ଥମାନେ ବିଭିନ୍ନ ପ୍ରକାର ସାଧନାରେ ଲିପ୍ତ ହୋଇଥାନ୍ତି। ଆଉ ସେହି ସାଧନାର ମୂଳ ଉଦ୍ଦେଶ୍ୟ ଥାଏ ଜନସମାଜର କଲ୍ୟାଣ, ଜନମଙ୍ଗଳ, ସମାଜର ଉନ୍ନତି, ପ୍ରଗତି, ସମାଜର ଉନ୍ନତି ଆଉ ପ୍ରଗତି। ଏଇଭଳି ଅନେକ ସାଧୁ ସନ୍ଥ ଅନେକ ପ୍ରକାର ଯୋଗ ସାଧନା କରିଥାନ୍ତି। ଆଉ ସେଇ ଯୋଗ ସାଧନାରେ ସିଦ୍ଧି ଲାଭ କରିବା ପାଇଁ ଅନେକ କଷ୍ଟ ସହି ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି। ଆଜି ମୁଁ ଆପଣମାନଙ୍କ ପାଇଁ କେତେ ଗୁଡ଼ିଏ ସୁନ୍ଦର ଉଦାହରଣ ନେଇ ଆସିଛି, ଯାହାକୁ ହୁଏତ ଆପଣ କେବେ ଦେଖିନଥିବେ ବା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସତରେ କ'ଣ ଏମିତି ସାଧୁ ସନ୍ନ୍ୟାସୀ ଆମ ଦେଶରେ ଅଛନ୍ତି, ଯେଉଁମାନେ ନିଜ ଜୀବନ ସହିତ ବାଜି ଲଗେଇ ସମାଜର କଲ୍ୟାଣ ପାଇଁ ଏମିତି ସାଧନା କରିପାରନ୍ତି? ହଁ ଆଜ୍ଞା, ଆଜି ମୁଁ ଆପଣମାନଙ୍କ ପାଇଁ ଏମିତି କିଛି ସାଧୁ ସନ୍ଥଙ୍କର ଉଦାହରଣ ନେଇ ଆସିଛି, ଯେଉଁମାନଙ୍କୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟଚକିତ ହେବେ। ସତରେ କ'ଣ ଆମ ଦେଶରେ ଏମିତି ସିଦ୍ଧ ସାଧୁମାନେ ଅଛନ୍ତି? ସତରେ କ'ଣ ସନାତନ ଧର୍ମର ଯେଉଁ ସଂସ୍କୃତି ପରମ୍ପରା କ'ଣ ଜନ କଲ୍ୟାଣ ପାଇଁ ସେମାନେ ନିଜକୁ ଉତ୍ସର୍ଗ କରିଦିଅନ୍ତି? ହଁ ଆଜ୍ଞା, ଏମିତି ସାଧୁସନ୍ଥ କିଛି ଅଛନ୍ତି ଯେଉଁମାନେ ନିଜକୁ ସିଦ୍ଧ କରିବା ପାଇଁ, ନିଜ ତପସ୍ୟା ବା ନିଜ ସାଧନାରେ ସିଦ୍ଧି ଆଣିବା ପାଇଁ, ଜନସମାଜର କଲ୍ୟାଣ ପାଇଁ ନିଜକୁ ଜୀବିତ ଅବସ୍ଥାରେ 3 ଦିନ ପାଇଁ ମାଟି ତଳେ ସମାଧି ନେଇଥାନ୍ତି। ସେମାନଙ୍କ ସାଧନାର ସିଦ୍ଧିତ୍ୱ ବଳରେ 3 ଦିନ ପର୍ଯ୍ୟନ୍ତ ଯୋଗାସନରେ ବସି ମାଟି ତଳେ ଜୀବନ୍ତ ଅବସ୍ଥାରେ ସମାଧି ନେଇଥାନ୍ତି। ଆଉ 3 ଦିନ ପରେ ସେଇ ମୁଦ୍ରାରେ, ସେଇ ଯୋଗ ସାଧନା ମୁଦ୍ରାରେ ମାଟି ତଳୁ ଯେତେବେଳେ ବାହାରନ୍ତି, ସେତେବେଳେ ତାଙ୍କ ସାଧନାରେ ସିଦ୍ଧିତ୍ୱ ଲାଭ ହୋଇଯାଇଥାଏ। ସେତେବେଳେ ସେମାନେ ସିଦ୍ଧ ସାଧୁ ପୁରୁଷ ବା ସିଦ୍ଧ ସାଧ୍ୱୀ ଭାବେ ପ୍ରତିଷ୍ଠିତ ହୋଇଯାଆନ୍ତି। ଏଇ ଯେ ଦେଖୁଛନ୍ତି ଜଣେ ସାଧ୍ୱୀ, ଏ ନିଜ ଜୀବନକୁ ସନ୍ନ୍ୟାସୀ ମାର୍ଗରେ ଉତ୍ସର୍ଗୀକୃତ କରିସାରିବା ପରେ ମଧ୍ୟ ନିଜ ସାଧନାର ବା ନିଜ ସନ୍ନ୍ୟାସୀ ଜୀବନର ସିଦ୍ଧି ଲାଭ କରିବା ପାଇଁ 3 ଦିନ ପାଇଁ ମାଟି ତଳେ ଜୀବନ୍ତ ସମାଧି ନେବେ। ଦେଖନ୍ତୁ କିଭଳି ଭାବେ ମାଟି ତଳେ ଜୀବନ୍ତ ସମାଧି ନିଆଯାଏ। ସାଧ୍ୱୀ ଜଣକ ତା ଆଗରୁ ନିଜକୁ ପ୍ରସ୍ତୁତ କରିଥାନ୍ତି ଏବଂ ତାଙ୍କ ସମାଧି ପାଇଁ ଭୂମି ଉପରେ ବିରାଟ ଏକ ଗାତ ଖୋଳାଯାଇଥାଏ ଏବଂ ସେହି ଗାତକୁ ଭଲ ଭାବେ ମାର୍ଜନା କରାଯାଇଥାଏ। ଅନେକ ସାଧୁ ସନ୍ଥ ସେଠାରେ ଉପସ୍ଥିତ ଥାନ୍ତି। ଅନେକ ଭକ୍ତମାନଙ୍କର ସମାଗମ ହୋଇଥାଏ। ନାମ କୀର୍ତ୍ତନ ଯଜ୍ଞ ଇତ୍ୟାଦି ଚାଲିଥାଏ। ଏହିସବୁ କାର୍ଯ୍ୟ ପୁରା ହେବା ପରେ ସେମାନଙ୍କର ରୀତିନୀତି କ୍ରମ ଅନୁସାରେ ପୁରା ହୋଇଯିବା ପରେ ଯିଏ ସାଧୁ ଜଣକ ମାଟି ତଳେ ଜୀବନ୍ତ ସମାଧି ନିଅନ୍ତି, ତାଙ୍କୁ ଅଣାଯାଇଥାଏ ଏବଂ ଆଗରୁ ପ୍ରସ୍ତୁତ ହୋଇଥିବା ସେହି ଗାତ ମଧ୍ୟରେ ବିଛଣା କରାଯାଇଥାଏ ଏବଂ ତା ମଧ୍ୟକୁ ତାଙ୍କୁ ନିଆଯାଇଥାଏ। ଆଉ ସେ ସାଧୁ ଜଣକ ତା ଭିତରେ ପ୍ରବେଶ କରିବା ପରେ ଯୋଗ ମୁଦ୍ରାରେ ବସିଯାଆନ୍ତି ଏବଂ ନିଜକୁ ଭଗବାନଙ୍କ ସହିତ ଯୋଡ଼ି ନିଅନ୍ତି। ତାପରେ ସେଠାରେ ଉପସ୍ଥିତ ଲୋକମାନେ ସେ ଗାତ ଉପରେ କାଠର ପଟା ସବୁ ଲଦି ଦିଅନ୍ତି ଏବଂ ତାପରେ ପଲିଥିନ୍ କପଡ଼ା ଦେଇ ମାଟି ଢାଙ୍କି ଦେଇଥାନ୍ତି ଏବଂ ତାପରେ ସେ ମାଟି ତଳେ ବସିଥିବା ସାଧୁ ଜଣଙ୍କ ପାଖକୁ ନା ଆଲୁଅ, ନା ବାୟୁ, ନା ଜଳ କିଛି ବି ପ୍ରବେଶ କରିପାରେ ନାହିଁ। ତାପରେ ସେଇଠାରେ ନାମ କୀର୍ତ୍ତନ ଯଜ୍ଞ ଇତ୍ୟାଦି ଚାଲିଥାଏ। ଯେଉଁ ସମୟରେ ସେ ମାଟି ତଳେ ସମାଧି ନେଇଥାନ୍ତି, ସେହି ସମୟରୁ ହିଁ ଗଣନା କାର୍ଯ୍ୟ ଆରମ୍ଭ ହୁଏ, ଯେତେବେଳେ 3 ଦିନ ପୁରା ହୋଇଯାଏ ଏବଂ ସେହି ସମୟରେ ହିଁ ସମାଧିକୁ ପୁଣି ବାହାର କରିଦିଆଯାଏ। ଏବେ ଦେଖନ୍ତୁ ସମାଧିରୁ କିପରି ଭାବେ ମାଟିକୁ ଧୀରେ ଧୀରେ ବାହାର କରାଯାଉଛି। ତାପରେ ତା ଉପରେ ଥିବା ପଲିଥିନ୍ ବା କପଡ଼ାକୁ କାଢ଼ି ଦିଆଯିବ। ତାପରେ ଢଙ୍କା ହେଇଥିବା କାଠ ପଟା ଗୁଡ଼ିକୁ ବାହାର କରି ଦିଆଯିବ ଏବଂ ଶେଷରେ ସନ୍ନ୍ୟାସୀ ଜଣକ
ସେଇଭଳି ଯୋଗ ମୁଦ୍ରାରେ 3 ଦିନ ଧରି ଧ୍ୟାନ ମଗ୍ନ ହୋଇଯାଇଥାନ୍ତି। ସେତେବେଳକୁ ତାଙ୍କ ଶରୀର ପୁରା ଧ୍ୟାନ ମୁଦ୍ରାରେ ହିଁ ଲୀନ ହୋଇଯାଇଥାଏ। ତାଙ୍କୁ ପୁଣି ଲୋକମାନେ ଉଠେଇ ବାହାରକୁ ନେଇ ଆସିଥାନ୍ତି। ବିଶ୍ୱାସ ହେଉନଥିଲେ ମଧ୍ୟ ବିଶ୍ୱାସ କରିବାକୁ ପଡ଼ିବ, କାହିଁକି ନା ଏହା ହିଁ ସତ୍ୟ। ଏଇଭଳି ଭାବରେ ଅନେକ ସାଧୁ ସନ୍ନ୍ୟାସୀ ମାଟି ତଳେ ନିଜକୁ 3 ଦିନର ସମାଧି ନେବା ପରେ ହିଁ ସିଦ୍ଧି ଲାଭ କରିଥାନ୍ତି ଏବଂ ତାପରେ ବାହାରକୁ ଆସିଥାନ୍ତି। ଏଇ ଯେଉଁ ବାବା ଜଣଙ୍କ ଦେଖୁଛନ୍ତି, ଇଏ ମଧ୍ୟ ମାଟି ତଳେ ସମାଧି ନେବାର ନିଷ୍ପତ୍ତି ଯେବେ ନେଇଥିଲେ 10 ଦିନ ପୂର୍ବରୁ ଖାଇବା ପିଇବା ଛାଡ଼ି ଦେଇଥିଲେ। ସେତେବେଳେ ତାଙ୍କର ମାଟି ତଳେ ସମାଧି ନେବା ପାଇଁ ପୁଲିସ ତାଙ୍କୁ ପାରମିଶନ ଦେଇନଥିଲା, କିନ୍ତୁ ନିଜ ଜିଦ୍ରେ ଅଟଳ ରହି ବାବା ସମାଧି ନେବାକୁ ସ୍ଥିର କରିଥିଲେ ଏବଂ ମାଟି ତଳେ ସମାଧି ମଧ୍ୟ ନେଇଥିଲେ। 3 ଦିନ ପରେ ଯେତେବେଳେ ତାଙ୍କର ସମାଧିରୁ ମାଟି କାଠର ପଟା ଗୁଡ଼ିକ ହଟେଇ ଦିଆହେଲା, ସେତେବେଳେ ସେ ବାବା ନିଜେ ନିଜେ ତାଙ୍କ ଯୋଗ ମୁଦ୍ରାରୁ ଧ୍ୟାନ ଭାଙ୍ଗିଥିଲେ ଏବଂ ନିଜେ ନିଜେ ଛିଡ଼ା ହୋଇ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଲୋକମାନେ ଯେତେବେଳେ ତାଙ୍କୁ କୌଣସି ଡାକ୍ତରୀର ସାହାଯ୍ୟ ନେବାକୁ କହିଥିଲେ, ସେତେବେଳେ ସେ କହିଥିଲେ, ମୁଁ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି, ମୋର କୌଣସି ଡାକ୍ତରୀ ଦଳର ଆବଶ୍ୟକତା ନାହିଁ। ତାପରେ ସେ ତାଙ୍କର 3 ଦିନର ମାଟି ତଳେ ସମାଧି ବିଷୟରେ ବର୍ଣ୍ଣନା କରିଥିଲେ। ସେ ମା ଦୁର୍ଗାଙ୍କର ଉପାସକ ଥିଲେ, ତେଣୁ ସେ କହିଥିଲେ, ଯେତେବେଳେ ମୁଁ ମାଟି ତଳେ ସମାଧିରେ ବସିଥିଲି, ସେତେବେଳେ ସାକ୍ଷାତ ମା ଦୁର୍ଗା ସିଂହ ବାହିନୀରେ ଆସି ମୋ ପାଖରେ ପହଞ୍ଚିଥିଲେ ଆଉ ମୋତେ କହିଥିଲେ, ତୁମେ ମୋର ପରମ ଭକ୍ତ ହେଇଯାଇଛ, ମୋତେ ଦେଇଥିବା କଥା ଅନୁସାରେ ତୁମେ ଆଜି ସାଧନାରେ ବସିଯାଇଛ, ଏବେ ତୁମର ପରମ ଭକ୍ତି ଲାଭ ହୋଇଯାଇଛି, ତୁମକୁ ମୁଁ ପରମ ମୁକ୍ତି ଆଡ଼କୁ ନେଇଯିବି, ଏଥିରେ କିଛି ସଂଶୟ ନାହିଁ। ଏଇଭଳି ଭାବେ ସେ ବାବା ଜଣକ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ଏଇଭଳି ଜଣେ ନୁହେଁ, 2 ଜଣ ନୁହେଁ, ଆଉ ଜଣେ ସାଧ୍ୱୀଙ୍କୁ ଦେଖନ୍ତୁ, ସିଏ ମଧ୍ୟ 3 ଦିନର ଭୂତଳ ସମାଧିରେ ବସିଥିଲେ ଏବଂ 3 ଦିନ ପରେ ତାଙ୍କ ସମାଧିରୁ ବାହାର କରାଯାଇଥିଲା। କିଛି ସମୟ ପରେ ସେ ପୁଣି ସାଧାରଣ ଭାବକୁ ଆସି ଯାଇଥିଲେ ଏବଂ ଲୋକମାନେ ତାଙ୍କର ଆରତି ଉତାରିଥିଲେ। ଏହି ପ୍ରକ୍ରିୟା ଯେତେବେଳେ ଆରମ୍ଭ ହୁଏ, ସେତେବେଳେ 3 ଦିନ ଧରି ନାମ ଯଜ୍ଞ କୀର୍ତ୍ତନ ଚାଲିଥାଏ। ସାଧୁ ସନ୍ଥମାନଙ୍କର ସମାଗମ ହୋଇଥାଏ। 3 ଦିନ ଯାକ ଅଖଣ୍ଡ ନାମ କୀର୍ତ୍ତନ ଯଜ୍ଞ ଚାଲିଥାଏ। ସନ୍ନ୍ୟାସୀ ଜଣକ ମାଟି ତଳେ ସମାଧି ନେଇଥାନ୍ତି, ସେ ମାଟି ତଳେ ହିଁ ଥାଆନ୍ତି, କିନ୍ତୁ ଉପରେ ଚଳଚଞ୍ଚଳ ଥାଏ, ସମସ୍ତଙ୍କ ନଜର ସେଇଠି ଥାଏ। ପୁଣି କେତେବେଳେ 3 ଦିନର ସମାପ୍ତି ହେବ, କେତେବେଳେ ମାଟି ତଳୁ ସେ ସାଧୁ ବାବା ଜଣକ ବାହାରକୁ ଆସିବେ, କେତେବେଳେ ତାଙ୍କର ସେ ଦିବ୍ୟ ରୂପକୁ ଆମେ ଦର୍ଶନ କରିବା। ଏହି ସାଧୁ ସନ୍ନ୍ୟାସୀମାନଙ୍କର ଜୀବନ୍ତ ସମାଧି ବିଷୟରେ ଜାଣିବା ପରେ, 3 ଦିନର ଜୀବନ୍ତ ସମାଧି ବିଷୟ ଜାଣିବା ପରେ ମନେ ମନେ ପ୍ରଶ୍ନ ଆସେ, ସତରେ ସନାତନ ଧର୍ମ, ସନାତନ ସଂସ୍କୃତି କେତେ ଉଚ୍ଚକୋଟୀର, କେତେ ମହାନ ଏହି ସନାତନ ସଂସ୍କୃତି। ମହାନ ସାଧୁ ସନ୍ଥ ସିଦ୍ଧ ପୁରୁଷମାନଙ୍କର ଯେଉଁ ଯୁଗ ସାଧନା, ସେମାନଙ୍କର ଆବିଷ୍କାର ପାଖରେ ଆଜି ବି ବିଜ୍ଞାନ ନତମସ୍ତକ ହୁଏ। ତେଣୁ ଏଇଭଳି ଏକ ସନାତନ ସଂସ୍କୃତି ମାଟିରେ ଆମେ ଜନ୍ମ ନେଇଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁ। ତେଣୁ ଆମ ଦେଶରେ ଏଇଭଳି ସାଧୁ ସନ୍ଥ ସନ୍ନ୍ୟାସୀ ସିଦ୍ଧ ପୁରୁଷମାନଙ୍କ ଭରପୁର ହୋଇଥିବାରୁ ଆଉ ଏଇଭଳି ଏକ ମହାନ ସଂସ୍କୃତି ସନାତନ ଧର୍ମରେ ଜନ୍ମ ଲାଭ କରିଥିବାରୁ ନିଜକୁ ନିଜେ ଗର୍ବ ଅନୁଭବ କରିବାକୁ ପଡ଼େ। ସନାତନ ସଂସ୍କୃତିରେ ସାଧୁମାନଙ୍କର ଏଇ 3 ଦିନର ଜୀବନ୍ତ ସମାଧି ବିଷୟ ଆପଣମାନଙ୍କ ପାଖରେ ଉପସ୍ଥାପନା କଲି। ଏ ବିଷୟବସ୍ତୁ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାନ୍ତୁ। ଆପଣମାନଙ୍କର ମତାମତ ଓ ପରାମର୍ଶ ପ୍ରେରଣା ଯୋଗାଇବ ଆହୁରି ଏହିପରି ନୂଆ ନୂଆ ବିଷୟବସ୍ତୁ ନେଇ ଆପଣମାନଙ୍କ ପାଖରେ ଉପସ୍ଥାପନା କରିବା ପାଇଁ। ଆମ ସାଧୁ ସନ୍ନ୍ୟାସୀମାନଙ୍କର ମହାନ କାହାଣୀ ଉପରର କଥା ଆଜି ପାଇଁ ଏତିକିରେ ରଖିଲି। ପୁଣି ଦେଖା ହେବ ନୂଆ ଏକ ଅଧ୍ୟାୟରେ। ଜୟ ଜଗନ୍ନାଥ।